ମହାତ୍ମା ଗାନ୍ଧୀଙ୍କ ବାଲ୍ୟ ଜୀବନ ଅତ୍ୟନ୍ତ ସରଳ ଓ ସଂସ୍କାରମୟ ଥିଲା। ତାଙ୍କରି ପୂର୍ଣ୍ଣ ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ସେ 2 ଅକ୍ଟୋବର 1869 ମସିହାରେ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ଗାନ୍ଧୀଜୀଙ୍କ ପିତା କରମଚାନ୍ଦ ଗାନ୍ଧୀ ପୋରବନ୍ଦରର ମୁଖ୍ୟମନ୍ତ୍ରୀ ଥିଲେ ଓ ମାତା ପୁତୁଲିବାଇ ଧର୍ମପରାୟଣ ଓ ସଦାଚାରୀ ମହିଳା ଥିଲେ। ମାତାଙ୍କ ଶିକ୍ଷା ତାଙ୍କ ଶିଶୁ ମନରେ ସତ୍ୟ, ଅହିଂସା, ଦୟା ଓ ଆତ୍ମସଂଯମର ଗୁଣ ଗଢ଼ିଥିଲା। ଶିଶୁ କାଳରେ ଗାନ୍ଧୀଜୀ ଲଜ୍ଜାଶୀଳ ଓ ସାଧାରଣ ପିଲା ଥିଲେ। ସେ ପାଠ ପଢ଼ାରେ ମଧ୍ୟମ ଥିଲେ କିନ୍ତୁ ସତ୍ୟବାଦୀ ଓ ଆଜ୍ଞାକାରୀ ଥିଲେ। ସେ ମିଛ କେବେ କହୁନଥିଲେ ଏବଂ ଶିକ୍ଷକ ଓ ମାତାପିତାଙ୍କୁ ସମ୍ମାନ କରୁଥିଲେ। ଗାନ୍ଧୀଜୀ 1888 ମସିହାରେ ଉଚ୍ଚ ଶିକ୍ଷା ପାଇଁ ଇଂଲଣ୍ଡ ଯାଇଥିଲେ। ସେଠାରେ ସେ ଲଣ୍ଡନର ଇନର ଟେମ୍ପଲ ନାମକ ଆଇନ ମହାବିଦ୍ୟାଳୟରେ ଭର୍ତ୍ତି ହୋଇ ବାରିଷ୍ଟର ହେବା ପାଇଁ ଆଇନ ପଢ଼ିଥିଲେ। ଲଣ୍ଡନରେ ଥିବା ସମୟରେ ଗାନ୍ଧୀଜୀ ଅନେକ କଷ୍ଟ ଓ ଅନୁଭବ ସାମ୍ନା କରିଥିଲେ। ଆରମ୍ଭରେ ଇଂରାଜୀ ଭାଷା ଓ ପଶ୍ଚିମୀ ସଂସ୍କୃତି ସହ ଖାପ ଖାଇବା ପାଇଁ କଷ୍ଟ ହୋଇଥିଲା। ତଥାପି ସେ ନିଜର ନୀତି, ସଂଯମ ଓ ଶିଷ୍ଟାଚାରକୁ କେବେ ଛାଡ଼ିନଥିଲେ। ଗାନ୍ଧୀଜୀ ସେଠାରେ ଶାକାହାରୀ ଜୀବନ ଅନୁସରଣ କରିଥିଲେ ଏବଂ ଭେଜିଟେରିଆନ ସମିତିରେ ସଦସ୍ୟ ହୋଇଥିଲେ। ସେ ଇଂଲଣ୍ଡରେ ଥିବା ସମୟରେ ଭଗବତ ଗୀତା, ବାଇବେଲ ଓ ଅନ୍ୟ ଧାର୍ମିକ ଗ୍ରନ୍ଥ ପଢ଼ି ତାଙ୍କ ଚରିତ୍ରକୁ ଆହୁରି ମଜବୁତ କରିଥିଲେ। 1891 ମସିହାରେ ଗାନ୍ଧୀଜୀ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି ବାରିଷ୍ଟର ହେଲେ ଏବଂ ପରେ ଭାରତକୁ ଫେରି ଆସିଲେ। ଇଂଲଣ୍ଡରେ ପାଠପଢ଼ାର ଅନୁଭବ ତାଙ୍କ ଜୀବନ ଓ ଚିନ୍ତାଧାରାକୁ ଗଭୀର ପ୍ରଭାବିତ କରିଥିଲା କିନ୍ତୁ ଏଠାରେ ସେ ଓକିଲ ଭାବେ ବିଶେଷ ସଫଳ ହୋଇ ପାରିଲେ ନାହିଁ। ପରେ ସେ ଦକ୍ଷିଣ ଆଫ୍ରିକାକୁ ଗଲେ। ସେଠାରେ ଭାରତୀୟମାନଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ଜାତିଭେଦ ଦେଖି ସେ ଅତ୍ୟନ୍ତ ଦୁଃଖିତ ହେଲେ। ଏକ ଟ୍ରେନରେ ଯାତ୍ରା କଲାବେଳେ ତାଙ୍କୁ ଅପମାନିତ କରାଯିବାର ଘଟଣା ତାଙ୍କ ଜୀବନରେ ମୁଖ୍ୟ ମୋଡ଼ ହେଲା। ସେଠାରୁ ସେ ସତ୍ୟାଗ୍ରହ ଓ ଅହିଂସା ନୀତିରେ ଆସ୍ଥା ରଖି ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ଆରମ୍ଭ କଲେ। 1915 ମସିହାରେ ଗାନ୍ଧୀଜୀ ଭାରତକୁ ଫେରି ଆସିଲେ ଏବଂ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ। ସେ ଅହିଂସା ମାଧ୍ୟମରେ ଲୋକମାନଙ୍କୁ ଏକତ୍ର କରିଥିଲେ। ଅସହଯୋଗ ଆନ୍ଦୋଳନ ନାମକ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନ ତାଙ୍କ ନେତୃତ୍ୱରେ ସମସ୍ତ ଦେଶକୁ ଜାଗୃତ କରିଦେଲା। ଗାନ୍ଧୀଜୀ ସରଳ ଜୀବନ ଜିଉଥିଲେ, ଖଦର ପୋଷାକ ପିନ୍ଧୁଥିଲେ ଏବଂ ସ୍ୱଦେଶୀ ବ୍ୟବହାରକୁ ଗୁରୁତ୍ୱ ଦେଉଥିଲେ। ଅସ୍ପୃଶ୍ୟତା ହଟାଇବା ଓ ସମାଜର ସବୁ ଲୋକଙ୍କୁ ସମାନ ମର୍ଯ୍ୟାଦା ଦେବା ପାଇଁ ଅନେକ ପ୍ରୟାସ କରିଥିଲେ। ମହାତ୍ମା ଗାନ୍ଧୀ ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନେତା ଥିଲେ। ତାଙ୍କର କେତୋଟି ଅବଦାନ: ଅହିଂସା ଓ ସତ୍ୟାଗ୍ରହ। ଗାନ୍ଧୀଜୀ ଅହିଂସା ଓ
ସତ୍ୟର ପଥ ଦେଖାଇ ଲୋକମାନଙ୍କୁ ବ୍ରିଟିଶ ଶାସନ ବିରୋଧରେ ଲଢ଼ିବାକୁ ପ୍ରେରିତ କଲେ। ଜନସାଧାରଣଙ୍କ ଏକତା। ସେ ଗ୍ରାମ ସହର ଧନୀ ଗରିବ ସମସ୍ତଙ୍କୁ ଏକତ୍ର କରି ସ୍ୱାଧୀନତା ଆନ୍ଦୋଳନକୁ ଜନ ଆନ୍ଦୋଳନ କରିଥିଲେ। ଅସହଯୋଗ ଆନ୍ଦୋଳନ। ବ୍ରିଟିଶ ସରକାରଙ୍କ ସହ ସହଯୋଗ ବନ୍ଦ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ। ନମକ ସତ୍ୟାଗ୍ରହ ବା ଦାଣ୍ଡି ଯାତ୍ରା। 1930 ମସିହାରେ ନମକ ଆଇନ ବିରୋଧରେ ଗାନ୍ଧିଜୀଙ୍କ ଦାଣ୍ଡି ଯାତ୍ରା ସାରା ଦେଶକୁ ଆନ୍ଦୋଳିତ କରିଥିଲା। ଭାରତ ଛାଡ଼ ଆନ୍ଦୋଳନ। 1942 ମସିହାରେ କର ବା ମର ନାରା ଦେଇ ସେ ବ୍ରିଟିଶମାନଙ୍କୁ ଭାରତ ଛାଡ଼ିବାକୁ ଦାବି କରିଥିଲେ। ପରିଶେଷରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ତ୍ୟାଗ ଓ ନେତୃତ୍ୱ ଫଳରେ ଭାରତ 15 ଅଗଷ୍ଟ 1947 ମସିହାରେ ସ୍ୱାଧୀନତା ଲାଭ କରିଥିଲା। ସେଥିପାଇଁ ସ୍ୱାଧୀନତା ଦିବସରେ ଆମେ ତାଙ୍କୁ ସ୍ମରଣ କରୁ। ପରିଶେଷରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ 30 ଜାନୁଆରୀ 1948 ମସିହାରେ ହୋଇଥିଲା। ସେହିଦିନ ନୂଆଦିଲ୍ଲୀର ବିର୍ଲା ଭବନ ବର୍ତ୍ତମାନ ଗାନ୍ଧୀ ସ୍ମୃତିରେ ସନ୍ଧ୍ୟା ପ୍ରାର୍ଥନାକୁ ଯାଉଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ଗାନ୍ଧୀଜୀ ଅହିଂସା ସତ୍ୟ ଓ ଶାନ୍ତିର ପଥ ଦେଖାଇଥିଲେ। ତାଙ୍କର ମୃତ୍ୟୁ ସାରା ଦେଶକୁ ଗଭୀର ଶୋକରେ ଡୁବାଇ ଦେଇଥିଲା। ଦେଶବାସୀ ତାଙ୍କୁ ସ୍ନେହରେ ବାପୁ ବୋଲି ଡାକୁଥିଲେ। ଗାନ୍ଧୀଜୀ ଶରୀରରେ ଆମ ସହ ନଥିଲେ ମଧ୍ୟ ତାଙ୍କର ଆଦର୍ଶ ଅହିଂସା ଓ ଦେଶପ୍ରେମ ସଦାକାଳ ପାଇଁ ଆମକୁ ପଥ ପ୍ରଦର୍ଶନ କରୁଛି। ଏହା ହିଁ ଥିଲା ଗାନ୍ଧୀଜୀଙ୍କ ବିଷୟରେ ଏକ ସଂକ୍ଷିପ୍ତ ଆଲୋଚନା।